କେଉଁମାନେ ପତ୍ନୀ ସୁଖ ପାଇପାରନ୍ତି ନାହିଁ। ଗ୍ରହମାନଙ୍କର କିପରି ଅବସ୍ଥାନ ଫଳରେ ବା ଗ୍ରହମାନେ ଆମ ଜାତକରେ କିପରି ରହିଲେ ଗୋଟେ ଲୋକ ତାର ପତ୍ନୀ ସୁଖରୁ ବଞ୍ଚିତ ହୁଏ। ନମସ୍କାର, ଜ୍ୟୋତିଷ ଚର୍ଚ୍ଚାର ଏକ ନୂତନ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜିର ଅଧ୍ୟାୟରେ ଆମେ ପତ୍ନୀ ସୁଖରୁ ବଞ୍ଚିତ ହେବା କଥା ତ ଜାଣିବା, ତା ପୂର୍ବରୁ ଆମେ ଜାଣିବା ରବି ଯଦି ପ୍ରଥମ ଘରେ ଥିବେ ବା ଲଗ୍ନରେ ଥିବେ ବ୍ୟକ୍ତି କି ଫଳ ପାଇଥାଏ। ଲାଲ କିତାବ ଅନୁଯାୟୀ ରବି ଯଦି ପ୍ରଥମ ଘରେ ଥାନ୍ତି ତେବେ ଏମାନେ ବହୁତ ଧର୍ମାଳୁ କାମ କରନ୍ତି, ନିଜ ଭାଗ୍ୟ ନିଜ କର୍ମ ଦ୍ୱାରା ଜାଗ୍ରତ କରାନ୍ତି। ପିତାଙ୍କର କୌଣସି ସାହାଯ୍ୟ ଏମାନେ ନିଅନ୍ତି ନାହିଁ, ଓଲଟା ପିତାଙ୍କୁ ସାହାଯ୍ୟ କରନ୍ତି। ଏମାନେ ମା ପେଟକୁ ଆସିବା ପରେ ପିତାଙ୍କର ଭାଗ୍ୟ ଚମକିଯାଏ। ଏମାନେ ମିଛକୁ ବହୁତ ଘୃଣା କରନ୍ତି, ନ୍ୟାୟପ୍ରିୟ ଅଟନ୍ତି, ଗରିବ ଅସହାୟ ଲୋକମାନଙ୍କର ସାହାଯ୍ୟ କରିବାକୁ ଭଲ ପାଆନ୍ତି। ଏମାନେ ସିନା ପିତାଙ୍କ ଠାରୁ କିଛି ସାହାଯ୍ୟ ପାଆନ୍ତିନି, କିନ୍ତୁ ନିଜ ପିଲାଙ୍କୁ ଏମାନେ ବହୁତ କିଛି ଦେଇଯାଆନ୍ତି। ଭାଗ୍ୟକୁ ନିଜ ହାତରେ ନିଜେ ଜଗାନ୍ତି, ସବୁବେଳେ ଅନ୍ୟର ସାହାଯ୍ୟ ପସନ୍ଦ କରନ୍ତି। ନିଜେ କୌଣସି ଅସୁବିଧା ହେଲେ କାହାର ସାହାଯ୍ୟ ନେବାକୁ ପସନ୍ଦ କରନ୍ତି ନାହିଁ। ନିଜେ ନିଜର ଅସୁବିଧା କଥା ସବୁବେଳେ ନିଜେ ବୁଝନ୍ତି ଏବଂ ସଲ୍ଭ କରନ୍ତି। ଯଦି ସୂର୍ଯ୍ୟ ଲଗ୍ନରେ ଥିବାବେଳେ ସପ୍ତମ ଘର ଖାଲି ଥାଏ ତେବେ ଏମାନେ ଯଦି 23 ବର୍ଷ ଆୟୁ ଭିତରେ ବାହା ହୋଇଯିବେ ତେବେ ଏମାନଙ୍କର ଭାଗ୍ୟ ବହୁତ ଭଲ ଆସିଥାଏ। ଯଦି 23 ବର୍ଷ ଡେଇଁଯାଏ ତେବେ ବାହାଘରରେ ବହୁତ ପ୍ରୋବ୍ଲେମ୍ ଆସେ। ଯଦି ଏମାନଙ୍କ ଘରେ ଏମାନେ ହ୍ୟାଣ୍ଡପମ୍ପ ଲଗାଇବେ ତେବେ ଏମାନେ ଲଗାଇବାର 10 ବର୍ଷ ପରେ ଏମାନଙ୍କର ଭାଗ୍ୟ ଉଦୟ ହୋଇଥାଏ। ଯେଉଁମାନେ ରବି ପ୍ରଥମ ଘରେ ନେଇ ଜନ୍ମ ହୋଇଛନ୍ତି ଏମାନେ ଲମ୍ବା ଆୟୁ ଭୋଗ କରନ୍ତି। କୌଣସି ଅଙ୍ଗ ଏମାନଙ୍କର କଟାଫଟା ହୋଇନଥାଏ, ଦେହ ସବୁବେଳେ ପ୍ରାୟ ଠିକ୍ ଥାଏ। ମଦ ମାଂସ ଯଦି ଏମାନେ ଖାଇବେ ତେବେ ଏମାନଙ୍କର ବଂଶ ଏବଂ ସମ୍ମାନ ହାନି ବେଳୁବେଳ ହୋଇଥାଏ। ଦିନ ସମୟରେ ସମ୍ଭୋଗ କଲେ ଏମାନେ ବହୁତ ଅସୁବିଧାରେ ପଡ଼ନ୍ତି। ଦେହ ଏଥିପାଇଁ ସବୁବେଳେ ଖରାପ ରହେ। ଯେତେ ଔଷଧ ଖାଇଲେ ମଧ୍ୟ ଦେହ ଭଲ ହୋଇନଥାଏ। ଏମାନେ ବହୁତ ରାଗି ହୁଅନ୍ତି, ଏମାନେ ରାଗକୁ କଣ୍ଟ୍ରୋଲ କରିପାରନ୍ତି ନାହିଁ। ସୂର୍ଯ୍ୟ ଲଗ୍ନରେ ଥାଇ ଶନି ଯଦି ଅଷ୍ଟମ ଘରେ ଥିବେ ତେବେ ଏମାନଙ୍କୁ ପତ୍ନୀ ସୁଖ ମିଳେ ନାହିଁ। ପତ୍ନୀ ସୁଖ କାହାକୁ କହିବା? ଆମେ ପତ୍ନୀ ସୁଖ କହିବାର ଅର୍ଥ ହେଉଛି ଯାହାର ପତ୍ନୀ ମରିଯାଇଛି ତାକୁ ଆମେ ପତ୍ନୀ ସୁଖ ପାଇବାରୁ ବଞ୍ଚିତ ହୋଇଥିବା ବୋଲି ସେ କଥା କହିବାନି। ଆମେ ପତ୍ନୀ ସୁଖ କହିବା ଯିଏ ପତ୍ନୀକୁ ହରେଇଛି, ଦ୍ୱିତୀୟରେ ଯିଏ ପତ୍ନୀ ସୁଖରୁ ବଞ୍ଚିତ ହୋଇଛି। କାରଣ ପତ୍ନୀ ଘରେ ଥାଇ ମଧ୍ୟ ଯଦି ପତିର ଉପଯୁକ୍ତ କେୟାର ନେଉନି, ଉପଯୁକ୍ତ ତାକୁ ସପୋର୍ଟ କରୁନି, ତାହେଲେ ସିଏ ମଧ୍ୟ ଗୋଟେ ପ୍ରକାର ପତ୍ନୀ ସୁଖରୁ ବଞ୍ଚିତ ହେବା। ପତ୍ନୀଙ୍କ ଠାରୁ ନିର୍ଯାତନା ପାଉଛି, ଏହା ହେଉଛି ପତ୍ନୀ ସୁଖ। ତେଣୁ ଯଦି କୌଣସି ବ୍ୟକ୍ତି ଏହିପରି ଦୁଃଖ ଭୋଗ କରୁଛି, ପତ୍ନୀ ସୁଖରୁ ବଞ୍ଚିତ ହେଉଛି, ଏମାନେ ଯଦି ଶନିଙ୍କର କାରକ ବସ୍ତୁ ମନ୍ଦିରରେ ଦାନ କରିବେ ତାହେଲେ ଏମାନଙ୍କ ପାଇଁ ବହୁତ ଭଲ ହୋଇଥାଏ। ଶନିଙ୍କର କାରକ ବସ୍ତୁ ଭିତରୁ ହେବ ଲୁହା, ହେବ ଆଉ କଳା ବିରି ହେଇପାରିବ, ସୋରିଷ ତେଲ, ରାଶି ତେଲ, ଏସବୁ ଶନିଙ୍କର କାରକ ବସ୍ତୁ। ସିମେଣ୍ଟ, ଲୁହା ଛଡ଼, ଗୋଡ଼ି, ଘର ତିଆରି ଯେତେ ସବୁ ଜିନିଷ, କନଷ୍ଟ୍ରକ୍ସନ୍ ଜିନିଷ ହେଉଛି ଶନିଙ୍କର କାରକ। ଏସବୁ ଜିନିଷ ମନ୍ଦିରରେ ଦାନ କରନ୍ତୁ, ବା ମନ୍ଦିର ଯଦି କେଉଁଠି ତୋଳା ହେଉଥିବ ଏସବୁ ଜିନିଷ ଦିଅନ୍ତୁ। ସେଥିରେ ମଧ୍ୟ ଆପଣ ୟାର ରିମେଡ଼ି ଭଲ କରିପାରିବେ। କିମ୍ବା ଯଦି ଆପଣ କିଛି ବି ପାଉନାହାନ୍ତି, କାହାକୁ ଦେବାକୁ ବି ଚାହୁଁନାହାନ୍ତି, ତେବେ ଯାଇ ଜଳ ପ୍ରବାହ କରନ୍ତୁ। ଆଉ ଆପଣ ଯାହା ବି ରିମେଡ଼ି କରୁଛନ୍ତି, ଲାଲ କିତାବର ଯେତେ ବି ରିମେଡ଼ି କରୁଛନ୍ତି, ସବୁ ରିମେଡ଼ିକୁ ଟିକେ ଗୁପ୍ତରେ ରଖିବାକୁ ଚେଷ୍ଟା କରନ୍ତୁ। ସମସ୍ତଙ୍କୁ ସବୁ ରିମେଡ଼ି କୁହାଯାଏନି। ସବୁ ରିମେଡ଼ି ଯଦି ଆପଣ ସମସ୍ତଙ୍କୁ କହିବେ ତେବେ ସେ କାମ ଦେଇନଥାଏ। ଆପଣ କୌଣସି ଗୋଟେ ଜିନିଷ କରୁଛନ୍ତି ଚୁପଚାପ କରନ୍ତୁ, ନହେଲେ ନଚେତ୍ ଆପଣ ଯଦି ଘରେ କିଏ ବାଧ୍ୟ କରୁଛି କ'ଣ କରୁଛି ଯଦି କହିବାକୁ, ତାଙ୍କୁ ଆଗୁଆ କହିଦିଅନ୍ତୁ ମୁଁ କିଛି ରିମେଡ଼ି କରୁଛି, ମୋର ଏମିତି ଦେହ ଖରାପ ଅଛି କିମ୍ବା ମୋର ଏମିତି କିଛି ଅସୁବିଧା ଅଛି, ସେଥିପାଇଁ ମୁଁ ରିମେଡ଼ି କରୁଛି। ରିମେଡ଼ି ପ୍ରାୟ ଲାଲ କିତାବ ଅନୁସାରେ 43 ଦିନ ରିମେଡ଼ି ହୋଇଥାଏ। 43 ଦିନ ପରେ ଆପଣ ଅନ୍ୟମାନଙ୍କୁ କହିପାରିବେ। 43 ଦିନ ଭିତରେ ମଧ୍ୟ ଆପଣଙ୍କର କାର୍ଯ୍ୟ ପ୍ରାୟ ସଲ୍ଭ ହୋଇଯିବାର ଦେଖାଯାଏ। ତେଣୁ ଆପଣ ଯାହା ବି କରିବେ ରିମେଡ଼ି ଚୁପଚାପ କରନ୍ତୁ। ଆପଣଙ୍କୁ ଯଦି ପତ୍ନୀ ସୁଖ ମିଳୁନାହିଁ, ଏଇସବୁ ଜିନିଷ କରନ୍ତୁ, ଦେଖିବେ ଆପଣଙ୍କୁ କିପରି ଫାଇଦା ମିଳୁଛି। ଆଗାମୀ ଅଧ୍ୟାୟରେ ଅନ୍ୟ ଏକ ବିଷୟରେ ଆଲୋଚନା କରିବା। वीडियो जदि भल लगुछि वीडियो को लाइक करंतु, ज्योतिष चर्चा को सब्सक्राइब करंतु। रहुछि नमस्कार।